କେମିତି ପାଇବେ ରାସନ ଡିଲରସିପ୍? ଦରକାର ଏହି ଡକୁମେଣ୍ଟ ଓ ଦରମା ଏତିକି। କେମିତି ପାଇବେ ରାସନ ଡିଲରସିପ୍? ଦରମା ଓ ସୁବିଧା ଜାଣି ହୋଇଯିବେ ଆଶ୍ଚର୍ଯ୍ୟ। ଭାରତରେ ରାସନ ଡିଲରମାନେ ଲୋକଙ୍କୁ ରାସନ ବଣ୍ଟନ କରନ୍ତି। ଏହି ରାସନ ଡିଲରଙ୍କୁ ସରକାର ନିଯୁକ୍ତି କରିଛନ୍ତି। ରାସନ ଡିଲରମାନେ ମଧ୍ୟ ଭଲ ଟଙ୍କା ରୋଜଗାର କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଆପଣ ବି ରାସନ ଡିଲର ହୋଇପାରିବେ? ଆମେ ଆପଣଙ୍କୁ ଏଠାରେ କହିବୁ କିପରି ଜଣେ ରାସନ ଡିଲର ହେବାକୁ ଆବେଦନ କରିପାରିବେ। ଏକ ରାସନ ଡିଲର ହେବା ପାଇଁ ଯୋଗ୍ୟତା କ'ଣ? ଯଦି ଆପଣ ମଧ୍ୟ ଏକ ରାସନ ଡିଲର ହେବାକୁ ଚାହୁଁଛନ୍ତି ଓ ଆପଣଙ୍କ ଗାଁ ସହରରେ ଲୋକଙ୍କୁ ରାସନ ସୁବିଧା ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଆପଣଙ୍କ ସରକାରଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ। ଏହି ଦଲିଲଗୁଡ଼ିକ ଆବଶ୍ୟକ ହେବ। ଆପଣଙ୍କୁ ଆଧାର କାର୍ଡ଼, ଆବାସିକ ସାର୍ଟିଫିକେଟ୍, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ପୋଲିସ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା ପ୍ରମାଣପତ୍ର, ଜିଲ୍ଲା ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା ଚରିତ୍ର ପ୍ରମାଣପତ୍ର ଆବଶ୍ୟକ ପଡ଼ିବ। ଯୋଗ୍ୟତା କ'ଣ? ରାସନ ଡିଲର ହେବାକୁ ବୟସ 21 ବର୍ଷରୁ ଅଧିକ ହେବା ଉଚିତ। ଜଣେ ରାସନ ଡିଲର ହେବାକୁ ହେଲେ ଅତିକମରେ ଦଶମ ପାସ୍ କିମ୍ବା ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଆବଶ୍ୟକ। ଆବେଦନକାରୀଙ୍କ ବିରୋଧରେ କୌଣସି ଆଇନଗତ ମାମଲା ହେବା ଉଚିତ ନୁହେଁ। ଜରୁରୀ ଦ୍ରବ୍ୟ ଅଧିନିୟମର ଧାରା ଅନୁଯାୟୀ ଆବେଦନକାରୀଙ୍କ ପରିବାରରେ କୌଣସି ସଦସ୍ୟଙ୍କ ବିରୋଧରେ କୌଣସି ମାମଲା ପଞ୍ଜୀକୃତ ହେବା ଉଚିତ ନୁହେଁ। ଆବେଦନକାରୀ ଗାଁ ମୁଖିଆଙ୍କ ପରିବାରର ସଦସ୍ୟ ହେବା ଉଚିତ ନୁହେଁ। ଆବେଦନକାରୀଙ୍କ ଆକାଉଣ୍ଟରେ ଅତିକମରେ 40,000 ଟଙ୍କା ଥିବା ଉଚିତ। ଏଥିପାଇଁ ଏକ ସାର୍ଟିଫିକେଟ୍ ଆବଶ୍ୟକ। କିପରି ଆପ୍ଲାଏ କରିବେ? ଗ୍ରାମାଞ୍ଚଳ ପାଇଁ ଉଚିତ ମୂଲ୍ୟ ଦୋକାନ ପାଇଁ ଆବେଦନ ବିଭାଗୀୟ ପୋର୍ଟାଲରେ ଦାଖଲ ହୋଇଛି। ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ ଓ ବ୍ଲକ ବିକାଶ ଅଧିକାରୀଙ୍କ ନେତୃତ୍ୱରେ ଏକ ଖୋଲା ବୈଠକ ମାଧ୍ୟମରେ ଏହି ଦୋକାନ ଚୟନ କରାଯିବ। MS ମାଧ୍ୟମରେ ଆପଣଙ୍କୁ ଏକ ବିଷୟରେ ଅବଗତ କରାଯିବ। ଏହା ସହିତ ଆପଣ ସମସ୍ତ ଡକୁମେଣ୍ଟ ସହିତ ବ୍ଲକ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆବେଦନ ଫର୍ମ ନେଇ ପାରିବେ ଏବଂ ଅଫଲାଇନରେ ଆବେଦନ କରିପାରିବେ। ପର୍ଯ୍ୟାୟକ୍ରମେ ଅନଲାଇନ ପ୍ରକ୍ରିୟା। ରାସନ ଡିଲର ହେବାକୁ ପ୍ରଥମେ ସରକାରଙ୍କ ଅଫିସିଆଲ ରାସନ ୱେବସାଇଟକୁ ଯାଆନ୍ତୁ। ତାପରେ ଗ୍ରାମୀଣ କିମ୍ବା ସହର ଉପଯୁକ୍ତ ଦୋକାନ ବଣ୍ଟନ ପାଇଁ ଆବେଦନ ଉପରେ କ୍ଲିକ୍ କରନ୍ତୁ। ନୂତନ ପୃଷ୍ଠାରେ ତୁମ ଜିଲ୍ଲା ଚୟନ କରିବାକୁ ପଡ଼ିବ। ଯଦି ଆପଣଙ୍କ ଜିଲ୍ଲା ମଧ୍ୟରେ ଉପଯୁକ୍ତ ଦୋକାନ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହେଉଛି, ତେବେ ଆପଣଙ୍କ ନିଜ ଜିଲ୍ଲାକୁ ଦେଖିବେ। ଏଠାରେ ଆବେଦନ ଫର୍ମ ଲିଙ୍କରେ କ୍ଲିକ୍ କରନ୍ତୁ। ସମସ୍ତ ଡକୁମେଣ୍ଟ ସହିତ ଆବେଦନ ପୂରଣ କରନ୍ତୁ। ଯଦି ଆପ୍ଲାଏରେ କୌଣସି ଅସୁବିଧା ଅଛି, ତେବେ ଅଧିକ ସୂଚନା ପାଇଁ ଆପଣଙ୍କ ବ୍ଲକ ବିକାଶ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ। ଆବେଦନ ପାଇଁ କୌଣସି ଶୁଳ୍କ ଆବଶ୍ୟକ ନୁହେଁ। ସ୍ୱଳ୍ପ ଆୟ କରୁଥିବା ଲୋକଙ୍କ ପାଇଁ ରାସନ। ଦେଶର 70%ରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ରୁହନ୍ତି, ଯେଉଁଥିପାଇଁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ଶସ୍ୟ କିମ୍ବା ଚାଉଳ କିଣି ପାରିବା ନାହିଁ। ସେମାନଙ୍କୁ ଶସ୍ତା ମୂଲ୍ୟରେ ସରକାର ଶସ୍ୟ ଓ ଚାଉଳ ଯୋଗାଇଥାନ୍ତି। ଏଥିରେ BPL ପରିବାର